ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ଏ ମା ଛୁଆଙ୍କ ପଛରେ ଗୋଟେ ଗୁଣ୍ଡା ପଡ଼ି ଯାଇଛି। ଆଉ ତା ମା କିଛି ଉପାୟ ନ ପାଇକି ସେ ଛୁଆ ଦିଟାଙ୍କୁ ଧରିକି ଦୌଡ଼ିବାକୁ ଲାଗୁଛି। ଆଉ ଦୌଡ଼ି ଦୌଡ଼ି ଗୋଟେ ନଦୀ ପାଖରେ ଯାଇକି ପହଞ୍ଚି ଯାଉଛି। ଆଉ ସେ ଗୁଣ୍ଡାର ନଜର ଛୁଆମାନଙ୍କ ଉପରୁ ହଟେଇବାକୁ ଆଉ ତା ମା ଡେରି ନ କରିକି ସାଙ୍ଗେ ସାଙ୍ଗେ ନଦୀ ଭିତରେ ପଶି ଯାଉଛି। ଯେମିତି ସେ ଗୁଣ୍ଡାଟି ତା ମାକୁ ତଡ଼ିବ, ସେ ଛୁଆମାନଙ୍କୁ ନୁହଁ। ଆଉ ସେ ଗୁଣ୍ଡାଟି ତଡ଼ି ତଡ଼ି ତା ମାମା ପଛରେ ନଦୀ ଭିତରେ ପଶି ଯାଉଛି। ଆଉ ସେ ଗୁଣ୍ଡାଟି ତା ମାମାକୁ ପାଣି ଭିତରେ ଭିତରେ ପହଁରି ପହଁରି ତଡ଼ିବାକୁ ଲାଗୁଛି। ଆଉ ଏମିତି କିଛି ସମୟ ସେ ଗୁଣ୍ଡାଟି ନଦୀ ଭିତରେ ତଡ଼ିଲା ପରେ ନଦୀର ସ୍ରୋତରେ ସେ ଗୁଣ୍ଡାଟି ତଳକୁ ଭାସି ଯାଉଛି। କିନ୍ତୁ ତା ମାମା ଗୋଟେ ପଥରରେ ଓହଳିକି ରହିଯାଉଛି। ଆଉ ସେ ଗୁଣ୍ଡାଟି ଚାହିଁଲେ ବି କିଛି ବି କରିପାରୁନି, ତଳକୁ ଚାଲି ଯାଉଛି। ଆଉ ସେ ଦୁଇ ଛୁଆ କାନ୍ଦୁଣୁ ବାନ୍ଦୁଣୁ ହେଇକି ମାମା ମାମା ହେଇକି ନଦୀର ତଳପଟକୁ ମାମାକୁ ଖୋଜିବାକୁ ଚାଲି ଯାଉଛନ୍ତି। ଆଉ ଏମିତି ଖୋଜୁ ଖୋଜୁ ତା ମାମା ଉପରେ ତା ବଡ଼ ଝିଅର ନଜର ପଡ଼ି ଯାଉଛି। ଆଉ ସେ ଝିଅଟି କେମିତି କଣ କରିକି ତା ମାମାକୁ ବଞ୍ଚେଇବ, ତା ମୁଣ୍ଡ କିଛି କାମ କରୁନି। ଆଉ ଖୋଜି ଖୋଜି ଜଙ୍ଗଲରେ ଗୋଟେ ରସି ପାଉଛି, ଆଉ ଗୋଟେ କାଗଜଟେ ବି ପାଉଛି। ଆଉ ସେ ଝିଅଟି ବୁଦ୍ଧି ଖର୍ଚ୍ଚ କରିକି କାଗଜରେ ଗୋଟେ ଡଙ୍ଗା ତିଆରି କରୁଛି। ଆଉ ସେ ଡଙ୍ଗାରେ ରସିଟିକୁ ବାନ୍ଧି ଦଉଛି। ଆଉ ସେ ନଦୀରେ ଭସେଇ ଦଉଛି। ଆଉ ସେ ଡଙ୍ଗାଟି ଯାଇକି ତା ମାମା ପାଖରେ ପହଞ୍ଚି ଯାଉଛି। ଆଉ ତା ମାମା ଡେରି ନ କରିକି ସେ ରସିଟିକୁ ଧରି ପକାଉଛି। ଆଉ ଏ ଦୁଇ ଛୁଆ ମିଶିକି ତା ମାମାକୁ ଟାଣି ଟାଣି ଉପରକୁ ଆଣୁଛନ୍ତି ଭାରି। ଆଉ ତା ମାମାର ଜୀବନ ବଞ୍ଚେଇ ଦଉଛନ୍ତି। ଆଉ ଦୁଇ ଛୁଆଙ୍କୁ ପାଇକି ତା ମାମା ବହୁତ ଖୁସି ହେଇଯାଉଛି। ସାଙ୍ଗମାନେ ଆପଣମାନଙ୍କର ଯଦି ପିଲାମାନଙ୍କର କାମ ଦେଖିକି ପସନ୍ଦ ଆସିଛି, ତାହେଲେ ଏ ପିଲାମାନଙ୍କ ପାଇଁ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ କମେଣ୍ଟ ବକ୍ସରେ ପିଲାମାନଙ୍କୁ ଦିଲବାଲା ଇମୋଜି ପଠେଇ ଦିଅନ୍ତୁ।